ସମସ୍ତଙ୍କୁ ଆର୍ପି ଏଜୁକେସନ୍କୁ ସ୍ୱାଗତ। ବର୍ତ୍ତମାନ ଆମେ ପଞ୍ଚମ ଶ୍ରେଣୀର ଯେଉଁଟା ହେଉଛି 2 ନମ୍ବର ପାଠ ଉପଯୁକ୍ତ ବେଶ ପକାଇ ଆସ ତାହା ପଢ଼ିବା। ମନୋଜ ଦାସ ହେଉଛନ୍ତି ଲେଖକ। ଚାଲ ପ୍ରଥମେ ଷ୍ଟାର୍ଟ କରିବା ଏହି ପାଠ। ଗୋଟିଏ ରାଜ୍ୟ ଜୟ କଲେ ତାଙ୍କ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତୁ। ବୋଇଲେ ଗୋଟିଏ ରାଜା ଗୋଟେ ରାଜ୍ୟଟିଏ ଯୁଦ୍ଧ କରିବେ, ଗୋଟିକ ରାଜାନେ ତାଙ୍କର ରାଜ୍ୟ ଗୋଟେ ଜୟ କଲେ ବୋଲେ ତାଙ୍କର ପୋଷାକରେ ଗୋଟେ ହୀରା ଲଗାସନ୍। ରାଜ୍ୟ ପରେ ରାଜ୍ୟ 4-6 ରାଜ୍ୟ ଜୟ କରି ବୋଲେ ରାଜ୍ୟ ପରେ ରାଜ୍ୟ 4-6ଟା ରାଜ୍ୟକେ ଜୟ କଲେ। ପଗଡ଼ି ଓ ପରିଧିରେ 4-6 ଚିକା ହୀରା ହାସଲ କରି ରାଜା ନଗରକୁ ପ୍ରତ୍ୟାବର୍ତ୍ତନ କଲେ। 4-6ଟା ରାଜା ଜୟ କଲା ପରେ ରାଜ୍ୟ, ତାହାପରେ ସିଏ ନିଜ ମୁଣ୍ଡରୁ ପଗଡ଼ି ଉତାରି ବୋଲେ କ'ଣ ନିଜ ମୁଣ୍ଡରୁ ପଗଡ଼ି ଉତାରି ତାଙ୍କର ନଗରକେ ପରିବର୍ତ୍ତନ କଲେ ବା ପ୍ରତ୍ୟାଗମନ କଲେ ବୋଲେ ଆସିଲେ। ଡେରା ପଡ଼ୁଥିଲା ଗୋଟିଏ ପର୍ବତ ପାଦ ଦେଶରେ ବୋଲେ ଡେରା ପଡ଼ୁଥିଲା ବୋଲେ ଗୋଟିଏ ପାଦ ଦେଶରେ ଡେରା ପଡ଼ୁଥିଲା। 2 ରାଜ୍ୟ ମଧ୍ୟରେ ଏଇଟା ଗୋଟିଏ ଜନହୀନ ପ୍ରାଣବନ ମୂଲକ ବୋଲେ ଏଇଟା ହେଉଛି ଜନହୀନ ବୋଲେ ବଣମୂଲକ ବୋଲେ ଏଇଠାନେ ହେଉଛି ଜନ ବୋଲେ କ'ଣ ଲୋକମାନେ କେହି ବସବାସ ନାଇଁ କରୁଥାଏ ସେ ବଣରେ। ସୈନ୍ୟବାହିନୀ ଶୋଇ ପଡ଼ିଥିଲେ ବୋଲେ କ'ଣ ଗୋଟେ ସୈନ୍ୟବାହିନୀ ପୁରା ଶୋଇ ପଡ଼ିଥିଲେ। ରାଜା ତାଙ୍କ ଶିବିର ବାହାରେ ନିର୍ଦାସନରେ ପଦାଚରଣ କରୁଥିଲେ ବୋଲେ କ'ଣ ରାଜା ତାଙ୍କର ଶିବିର ବାହାରରେ ବୋଲେ କ'ଣ ତାଙ୍କ ଶିବିରର ବାହାର ବା ନିକଟରେ ସିଏ ପଦଚାରଣ କରୁଥିଲେ ବା ଚାଲୁଥିଲେ ବା ଏପଟ ସେପଟ ହେଉଥିଲେ। ହଠାତ୍ ସମ୍ମୁଖବର୍ତ୍ତୀ ପର୍ବତ ଉପରେ ହଠାତ୍ କ'ଣ ହେଲା ଗୋଟେ ସମ୍ମୁଖବର୍ତ୍ତୀ ପର୍ବତ ଉପରେ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କ ଦୃଷ୍ଟିଗୋଚର ହେଲା ବୋଲେ କ'ଣ ଅଦ୍ଭୁତ ନୀଳାଗୋଚର ବା ଆମେ ଯଦି କୌଣସି ମେଲାକୁ ଦେଖିଲେ କେମିତି ଲାଇଟ୍ ମାନେ ଆଲୋକ ବା ଉଜ୍ଜଳ ପ୍ରଦର୍ଶନ କରି ଦେହକୁ ବା ମନକୁ ଆକର୍ଷିତ କରିଦେଇଥାଏ, ସେହିପରି ସେହି ପର୍ବତର ଆଲୋକ ରାଜାଙ୍କୁ ହଠାତ୍ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କ ଦୃଷ୍ଟିକୁ ଗୋଚର କଲା। ତାଙ୍କ ହୃଦୟ ବିସ୍ମୟ ଚମକ ଓ ଆନନ୍ଦରେ ଭରିଗଲା ବୋଲେ ବିସ୍ମୟ ବା ଆଶ୍ଚର୍ଯ୍ୟ ହେଲେ ଏବଂ ଚମକି ପଡ଼ିଲେ ଏବଂ ଖୁସି ମଧ୍ୟ ହେଲେ। ସେହି ଆଲୋକରେ ଯେ ଅସାଧାରଣ ସେଥିରେ ସନ୍ଦେହ ଅବକାଶ ନଥିଲା ବୋଲେ ସେ ଆଲୋକ ଗୋଟେ ହେଉଛି ଅସାଧାରଣ ଗୋଟେ ସାଧାରଣ ଜିନିଷଟି ନାହିଁ। ସେ ଆଲୋକ ସେଥିରେ ସନ୍ଦେହ ଅବକାଶ ନଥିଲା ବୋଲେ ସେଥିରେ ଡାଉଟ୍ କରବାରଟା କିଛି ନଥାଏ। ବିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ ସିଏ ଆଲୋକ ଦେଖାଇଲେ ବୋଲେ କ'ଣ ମନ୍ତ୍ରୀ ଶୋଇପଡ଼ିଥିଲେ, ତେଣୁ ସେହି ରାଜା ମନ୍ତ୍ରୀଙ୍କୁ ଉଠାଇ ନିଦରୁ ବୋଲେ ଶୋଇଥିଲେ ତେଣୁ ସେ ନିଦରୁ ଉଠାଇଲେ। ମନ୍ତ୍ରୀ ଅତି ସ୍ୱାଭାବିକ ଭାବରେ ବୋଲେ କ'ଣ ମନ୍ତ୍ରୀ ଅତି ସ୍ୱାଭାବିକ ଭାବରେ କହିଲେ, ମହାରାଜ ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁ ଶୁଣିଥିଲି ଯେ ସେହି ପର୍ବତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି, ଶୀତ ରାତିରେ ସେ ନିଆଁ ଜାଳିଥାନ୍ତି। ମନ୍ତ୍ରୀ ତୁମକୁ ସେ ଆଲୋକ କିପରି ଲାଗୁଛି ବୋଲେ କ'ଣ ସେ ମନ୍ତ୍ରୀ କହିଲେ ସ୍ୱାଭାବିକ ଭାବରେ କହିଲେ ବା ସାଧାରଣ ଭାବରେ କହିଲେ, ରାଜା ମୁଇଁ ସନ୍ଧ୍ୟା ବେଳେ ଲୋକ ଏଇ ଆଖପାଖ ଲୋକମାନଙ୍କ ଠାରୁ ପଚାରିଥିନି ଯେ ସେମାନେ କହିଲେ ଯେ ରାଜା ହେଉଛି ଗୋଟେ ମୁଣ୍ଡି ଋଷିଟେ ରହୁଥିଲେ ବା ଗୋଟେ ସନ୍ନ୍ୟାସୀ ରହିଥିଲେ, ସେ ଶୀତ ରାତିରେ ସେଠାରେ ନିଆଁ ଜାଳିଥାନ୍ତି। ମନ୍ତ୍ରୀ ତୁମକୁ ଏ ଆଲୋକ କିପରି ଲାଗୁଛି ବୋଲି ମହାରାଜ ପଚାରିଲେ। ରାଜାଙ୍କ ପ୍ରଶ୍ନରେ ବିସ୍ମିତ ହୋଇ ମନ୍ତ୍ରୀ କହିଲେ ବୋଲେ କ'ଣ ରାଜାଙ୍କର ପ୍ରଶ୍ନ ଏହି ପ୍ରଶ୍ନ ଶୁଣି ମନ୍ତ୍ରୀ କ'ଣ ଆଶ୍ଚର୍ଯ୍ୟ ବା ବିସ୍ମୟ ହୋଇ କହିଲେ, ମଣିମା ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେବା କଥା ଏହା ସେହିପରି। ବୋଲେ ମନ୍ତ୍ରୀ କହିଲେ ଆଜ୍ଞା ବା ମଣିମା ବୋଲି କହିଲେ, ନିଆଁ ଯେପରି ବୋଲେ ଶୁଖିଲା ପତ୍ର ଜାଳିଲେ ନିଆଁ ଯେପରି ହୁଏ ଏହା ତ ସେହିପରି। ରାଜା କହିଲେ ଆଚ୍ଛା ଶୋଇବ ଯାଅ। କହିଲେ ରାଜା। ସେ ବୁଝିଲେ ଯେ ଆଲୋକର ଯେଉଁ ବିଶେଷତ୍ୱ ସେ ଦେଖିଛନ୍ତି ମନ୍ତ୍ରୀ ତାହା ଦେଖିପାରୁନାହାନ୍ତି। ବୋଲେ ରାଜା କହିଲେ ସେହି ଆଲୋକରେ ଯେଉଁ ଆଶ୍ଚର୍ଯ୍ୟତା ଜିନିଷ ବା ବିଶେଷତ୍ୱ ଦେଖିଛନ୍ତି ମନ୍ତ୍ରୀ ତାହା ଦେଖିନାହାନ୍ତି। ପ୍ରଭାତ ହେଲା ବୋଲେ କ'ଣ ସକାଳ ହେଲା। ସନ୍ନ୍ୟାସୀଙ୍କୁ ଭେଟିବା
ଅନୁମତି ପ୍ରାର୍ଥନା କରି ଦୂର ପଠାଇଲେ। ବୋଲେ କ'ଣ? ରାଜା ସନ୍ନ୍ୟାସୀଙ୍କୁ ଭେଟିବା ପାଇଁ ଦୂତ ପଠାଇଲେ। କ'ଣ? ଦୂତ ପଠାଇଲେ ଅନୁମତି ପାଇଁ। ବୋଲେ ସେ ମନ୍ତ୍ରୀ ବା ସେ ମୁନି ଋଷିଙ୍କୁ ଯେଉଁ ଭେଟିବା ପାଇଁ ରାଜା ଗୋଟିଏ ଦୂତ ପଠାଇଲେ କି ପ୍ରାର୍ଥନା କରୁଛନ୍ତି ଆପଣଙ୍କୁ ଦେଖିବା ପାଇଁ। ଦୂତ ଫେରି ଆସି କହିଲେ, ସନ୍ନ୍ୟାସୀ କହୁଛନ୍ତି କି ତାଙ୍କୁ ଭେଟିବାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିବା ଦରକାର। ବୋଲେ ସେ ଦୂତ ଫେରି ଆସି କହିଲେ, ରାଜା ତୁମେ ଯଦି ସେଇ ମନ୍ତ୍ରୀ ପାଖକେ ଯିବାର ଲାଗି ହେଲେ ମନ୍ତ୍ରୀ କହିଲେ ତୁମେ ଗୋଟିଏ ଉପଯୁକ୍ତ ବୋଲେ କ'ଣ? ଉପଯୁକ୍ତ ବେଶ ପକାଇ ଯିବା ଦରକାର। ବୋଲେ ଉପଯୁକ୍ତ ବେଶଟି ପକାଇ ଯିବ। ଅବଶ୍ୟ କହିଲେ ରାଜା। ତାଙ୍କର ରତ୍ନ ଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ। ବୋଲେ ହେଉଛନ୍ ରାଜା ରତ୍ନ ଖଚିତ। ବୋଲେ ରତ୍ନ ହୀରା ନୀଳା ମୂଳି ଯେନ୍ ଲାଗିଥିବା ପୋଷାକ ତାହା ପିନ୍ଧି ଓ ପଗଡ଼ି ପିନ୍ଧି ପଡ଼ିଲେ। ସେ ପର୍ବତ ଅଧା ଚଢ଼ିବା ବେଳେ ସନ୍ନ୍ୟାସୀ ଜଣେ ଚେଲା କହିଲେ। ବୋଲେ ସେ ସନ୍ନ୍ୟାସୀଙ୍କର ଚେଲା। ବୋଲେ ସନ୍ନ୍ୟାସୀ ହେଉଛନ୍ତି ଗୋଟେ ସନ୍ନ୍ୟାସୀ ନା, ତାଙ୍କର ଗୋଟେ ଶିଷ୍ୟ ଥିବା ଗୁରୁର ଯେପରି ଶିଷ୍ୟ ଥିସି ସେହିପରି ସେ ମୁନିଙ୍କ ଗୋଟିଏ ହେଉଛି ମୁନିଙ୍କ ଅଛି। ସନ୍ନ୍ୟାସୀ ଚେଲା ଆସି କହିଲେ। ବୋଲେ ସେ ସନ୍ନ୍ୟାସୀଙ୍କର ଚେଲା ଆସି କହିଲା, ଗୁରୁଦେବ ମଣିମାଙ୍କୁ ଦୂରରୁ ଦେଖିଛନ୍ତି। ସେ କହିଲେ ଆପଣ ଉପଯୁକ୍ତ ବେଶ ପକାଇ ଆସିବା ଦରକାର। ବୋଲେ ଗୁରୁଦେବ କହିଲେ ଯେ ଆପଣଙ୍କୁ ଦୂରରୁ ଦେଖିଛନ୍ ଏବଂ କହୁଛନ୍ ତାଙ୍କୁ ତୁମେ ଉପଯୁକ୍ତ ବେଶ ପକାଇ ଆସ। ରାଜା ନୀରବରେ ଶିବିରକୁ ଆସି ରତ୍ନ ପୋଷାକ ଉତାରି ଜଣେ ସାଧାରଣ ନାଗରିକ ପୋଷାକ ପିନ୍ଧିଲେ ଓ ନିଜକୁ କହିଲେ, ବାସ୍ତବିକ ରାଜା ପୋଷାକ ସନ୍ନ୍ୟାସୀ ପାଖକୁ ଯିବାକୁ ବାହାରିଟା ବୋକାମି ଛଡ଼ା ଆଉ କ'ଣ? ବୋଲେ କହିଲେ, ମୁଁ ଯଦି ରାଜା ପୋଷାକ ଯଦି ପିନ୍ଧିକି ଯାଇଥାନ୍ତି ଏହା ମୋ ବୋକାମିଆ କାମ। ତେଣୁ ସେ ସାଧାରଣ ଲୋକଙ୍କର ପୋଷାକ ପିନ୍ଧିଗଲେ। ସେ ପର୍ବତରେ ଚଢ଼ିବାକୁ ଆରମ୍ଭ କରନ୍ତି। ପୁଣି ଜଣେ ଚେଲା ଆସି କହିଲା, ମହାରାଜ ଗୁରୁଦେବ କହୁଛନ୍ତି ଆପଣ ଉପଯୁକ୍ତ ବେଶରେ ଆସନ୍ତୁ। ବୋଲେ କହିଲେ, ମହାରାଜ ଆପଣ ପୁଣି ଥରେ ଗୁରୁଦେବ କହୁଛନ୍ତି ଯେ ଉପଯୁକ୍ତ ବେଶ ପକାଇ ଆସ। ରାଜା ଅଗତ୍ୟା ତୁମ୍ଭୁକ ଫେରିଲେ। ବୋଲେ ଅଗତ୍ୟା ତୁମ୍ଭକ ପୁଣି ଆସିଥିଲେ ପର୍ବତକୁ, ପୁଣି ପର୍ବତ ଅର୍ଦ୍ଧକୁ ଆସିଥିଲେ, ପୁଣି ସେ ପର୍ବତ ଅର୍ଦ୍ଧରୁ ଫେରିଗଲେ। ମହାରାଜ ଗୁରୁଦେବଙ୍କୁ କହୁଛନ୍ତି କି ଆପଣ ଉପଯୁକ୍ତ ବେଶରେ ଆସନ୍ତୁ। ପୁଣି କହିଲେ, ଏଥରେ ଗେରୁଆ ଲୁଗାପଟା ଯୋଡ଼ାକ କରି ପିନ୍ଧି ପୁଣି ପର୍ବତକୁ ଚଢ଼ିବାକୁ ଆରମ୍ଭ କଲେ। ଏଥର କ'ଣ କଲେ? ଗେରୁଆ ବସ୍ତ୍ର ପିନ୍ଧି ପୁଣି ପର୍ବତକୁ ପ୍ରତ୍ୟାଗମନ କଲେ। ମହାରାଜ ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ। ତୃତୀୟ ଥର ପୁଣି କହିଲେ, ମହାରାଜ ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ। ରାଜା କାନ୍ଦ ଦେଖାଗଲେ ମନ୍ତ୍ରୀ କାନରେ କହିଲେ, ମହାରାଜ ସେ ଉଦ୍ଧତ ସାଧୁ ଏହି କ୍ଷଣି ଧରି ଆଣି ଆପଣଙ୍କ ଆଗରେ ହଜାରି କରିଦେବି। ବୋଲେ ରାଜା କାନ୍ଦ ଦେଖାଗଲେ। ତେଣୁ ମନ୍ତ୍ରୀ କହିଲେ, ମହାରାଜ ସେ ଉଦ୍ଧତ ସେ ଦୁଷ୍ଟାମୀ ମହର୍ଷି ବା ଋଷିକୁ ମୁଁ ଆଣୁଛି ଆପଣଙ୍କ ଏହି କ୍ଷଣି ଆପଣଙ୍କ ପାଖରେ ପହଞ୍ଚି ଦେଉଛି। ରାଜା ଧୀର କଣ୍ଠରେ କହିଲେ, ମନ୍ତ୍ରୀ କେତେ ମହାରାଜାଙ୍କୁ ବନ୍ଦୀ କରି ତମେ ମୋ ଆଗରେ ତମେ ଓ ସେନାପତି ହଜାରେ କରିଛ। ଜଣେ ନିରସ୍ତ୍ର ନିର୍ବାକ ସାଧୁଙ୍କୁ ଧରି ଆଣିବାକୁ କ'ଣ? ବୋଲେ ଗୋଟିଏ ନିରସ୍ତ୍ର ବୋଲେ ବିନା ଅସ୍ତ୍ରଶସ୍ତ୍ର, ନିର୍ବାକ ବୋଲେ ଯାହା କେହି ନାହିଁ ସାଧୁଙ୍କୁ ଧରି ତମେ ବାହାଦୁର କ'ଣ ଦେଖାଉଛ ବୋଲି କହୁଛନ୍ତି। ଶିବିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ। ବୋଲେ ଶିବିର ବୋଲେ କ'ଣ? ନିଜ କୋଠରୀରେ ସେ ଏକା ଅଶ୍ରୁ ବୋଲେ କାନ୍ଦି ନେଇପାରିଲେ। ବାସ୍ତବିକ ଆଜି ଯାଏ ସେ ନିଜକୁ କେଡ଼େ ପ୍ରଭାବଶାଳୀ କ୍ଷମତାଶାଳୀ ମନେ କରି ଆସିଥିଲେ। ବୋଲେ ସେ ନିଜକୁ ନିଜେ ବହୁତ ପ୍ରଭାବଶାଳୀ ବୋଲେ ବହୁତ ଶକ୍ତିଶାଳୀ ଓ ବହୁତ କ୍ଷମତାଶାଳୀ ବୋଲେ ବହୁତ ପାୱାର ଅଛି ବୋଲି ଭାବୁଥିଲେ। ଏହା ହେଲା କ'ଣ? ବେଶ ବୋଇଲେ ସାଧୁ କ'ଣ ବୁଝାଉଛନ୍ତି? କିନ୍ତୁ ବେଶ ବୋଇଲେ ସାଧୁ କ'ଣ ବୁଝାଉଛନ୍ତି? ଯୋଗ୍ୟତା ଓ ବାସ୍ତବିକ
सी कौन जड़े साधु को भेटवाक योग्य सी भाविली निजके निज जे मु साधु को भागवाक योग्य सी ये प्रश्न उपर जी चिंता कले से विमर्श बोध कले बेले बहुत चिंता कले और दुख प्रकाश कले विमर्श बोध कले बा दुख प्रकाश कले अर्थात जीवन में सी जिते विजय प्राप्त करिसंती जेते मुंड काटी करी तले लेटाई छंती सी सबू तांकु अन्य मानकर आखरे विराट करी थई पारंती किंतु साधु आखिरी से अयोग्य किंतु एते करिसंती राजा महाराजा मुंड काटी तले गदाई देइछंती किंतु सेही मुनि आगरे से अयोग्य पुओ ई बेसरे तुमे केड़ी सुंदर दिसुच से प्रश्न चिंता कले विमर्श बोध कले अर्थात जीवन में से विजय जिते प्राप्ति करते विराट आखिरी थोदी किंतु साधु को आखिरी अयोग्य पुओ ए बेसरे तुमे केड़े सुंदर दिसुच बोले से आसले प्रकट हुई कहले पुओ तुम ए विषय केड़े सुंदर दिसुच ये अपूर्व कंठ राजा को धमकाई देला बोले ये अपूर्व कंठ पो राजा को सते जेपरी धमकाई देला परी से अनाइबा बेले तांको आगरे उभा स्वयं सन्यासी बोले सी जदि भाबुथिली गोटे कथा को चिंता करथिले तेणु पुणी अन्य पटर देखला बेले को सन्यासी प्रकट होइछंती राजा तांको बातरे लुटी गले सन्यासी तांको उठाई पकाइले हृदय एभली नम्रता बोध को बड़ी सुंदर आउ किछि नै बेले से एतके कहले मोहर से मुनि जे हेउछि सुंदर आउ किछि नै एही नम्रता हेउछि तुमर सुंदर महाभाग मु केड़े मूर्ख थिली राज्य पर राज्य जय करी निजको गौरवान्वित बोध करुथिली राजा मुध कंठरे कहले बोले कौन कहले राजा दुख प्रकाश करी कहले केड़े मु मूर्ख थिली जे गोटे राज्य पर गोटे राज्य जय करी निजको एडे गौरवान्वित करुथिली तापरे कहले मुनि हे वर्ष गौरवबद्ध अज्ञान प्रसूत बोले तुम किसी नहीं जानबार आज तुम ज्ञानर उषक लोकरे उपनीत बोले कौन तुम यही ज्ञान पाइबारे तुम्हें उपनीत होइल सन्यासी राजा को आशीर्वाद करी बुली चली गले बोले कौन सन्यासी राजा को आशीर्वाद देले पुणी उबा होई गले एतिकी थिला आम पाठ तेणु आम वर्तमान मनोज दास जी होइछन्ति लेखक मनोज दास विषय रे किछि पढ़िबा मनोज दास 1934 मसीहा फेब्रुआरी मास बोले कौन लेखक मनोज दास जी की फेब्रुआरी मास 27 तारिख दिन जन्मग्रहण करते बोले सी 1934 मसीहा फेब्रुआरी 27 तारिख दिन जन्मग्रहण करते ओडिशार साहित्य एकाडेमी अति बड़ी पुरस्कार प्राप्त लेखक मनोज दास अंतर्जातिक स्तर में ख्याति अर्जन करते बोले सी ओडिशा साहित्य एकाडेमी पुरस्कार पाई एवं अति बड़ी पुरस्कार प्राप्त करते सी अंतर्जातिक क्षेत्र में बहुत ख्यात अर्जन करते जनाशुना थे आरण्यक समुद्र खोदा विषकन्यार कहानी लक्ष्मीर अभिसार ध्रुम दिगंत उपनत शतक मनोज दास कथा और कहानी अवलोक करा कहानी मनोज दास पंचवंश विशाप्ति दूर दूरांतर अमृत फल गोधूली बाघ चंद्रालोकर पहरी प्रभृति लेखकर अनबद्य दृष्टि ओडिया साहित्य जगत को परिपुष्ट करिछि एहा हेउछि मनोज दास जीवन विषय रे जहाँकि यही पाठ है संपूर्ण उपयुक्त विषय पकाई आस पाठटी है